ସାଙ୍ଗମାନେ ଏ ଭିଡ଼ିଓଟି ଦେଖନ୍ତୁ, କିଏ ସତ କହୁଛନ୍ତି କିଏ ମିଛ କହୁଛନ୍ତି। ଏ ଭିଡ଼ିଓଟି ଲାଷ୍ଟ ଯାଏଁ ଦେଖନ୍ତୁ, କମେଣ୍ଟରେ ନିଶ୍ଚୟ କହିବେ କିଏ ସତ କିଏ ମିଛ। ଭିଡ଼ିଓଟି ଦେଖନ୍ତୁ ଭାଇମାନେ। ଗୋଟେ କେସ୍ ବର୍ତ୍ତମାନ ମାର୍କେଟରେ ଚାଲିଛି ଯେ 23 ବର୍ଷ ଟୋକାକୁ 53 ବର୍ଷ ବୁଢ଼ୀ ଧରିକି ପଳେଇଲା। ସେଇଟା କେତେ ସତ କେତେ ମିଛ ଆପଣ ଆଗ ଟିକେ ଦେଖନ୍ତୁ। ଆଉ ସତ କ'ଣ ମିଛ କ'ଣ ମୁଁ ତମକୁ କହିବି। ଆହୁରି ଭାଇ ଲକ୍ଷେ ଟଙ୍କା ମୁଁ ଭାଇ ତାକୁ ବି ପ୍ରାଇଜ ଦେବି, କାହିଁକି ନା ତୁ ଜଣେ ବୁଢୀ ସ୍ତ୍ରୀ ଲୋକକୁ ମୋର ନେଇଯାଇ ଯେତେବେଳେ। କ'ଣ ଶୁଣିଲେ ସେ କ'ଣ କହିଲା ଯେ 23 ବର୍ଷର ଟୋକାକୁ 53 ବର୍ଷ ବୁଢ଼ୀ ତାକୁ ସେ ନେଇକି ପଳେଇଲା। ସତ୍ୟାସତ୍ୟଟା ଆକ୍ଚୁଆଲି କେହି ଜାଣିନାହାନ୍ତି। ସିଏ ସୋସିଆଲ ମିଡ଼ିଆରେ ଲୋକଙ୍କୁ ଭୁଆ ବନାଉଛି। ଏ ସ୍ତ୍ରୀ ଲୋକକୁ ଇଏ ବାପ ପୁଅ ବହୁତ ଟର୍ଚର କରନ୍ତି। ଏ ସ୍ତ୍ରୀ ଲୋକ ନାଁରେ ବହୁତ ସମ୍ପତ୍ତି ଅଛି, ବୁଝିପାରିଲେ କି। ଆକୁ ଖାଇବାକୁ ଦେବେନି, ବାଡ଼େଇବେ, ହଇରାଣ କରିବେ। ଲାଟେ ତାର ନିଜ ଯେଉଁ ମାମୁଁ ପୁଅ ଯାହାକୁ 23 ବର୍ଷ କହୁଛି, ସିଏ ତାକୁ ଦୁଃଖ ସହିପାରିଲାନି। ତାକୁ କହିଲେ ଯେ ଭାଉଜ ତମେ ଆସ ଆମ ଘରେ ରହିବ, ତମର ରକ୍ଷଣାବେକ୍ଷଣ ଦାୟିତ୍ୱ ମୁଁ ବୁଝିବି। ତାକୁ ଦୟା ଦେଖେଇକି ଏବଂ ବଡ଼ ଭାଉଜ ବୋଲି ସମ୍ମାନ ଜଣେଇକି ତାକୁ ନେଇକି ତା ଘରେ ରଖିଲା। କିନ୍ତୁ ଇଏ ଶଳା ଟାଉଟର ବୁଢ଼ା ମିଛୁଟାରେ ସୋସିଆଲ ମିଡ଼ିଆରେ ହୋ ହାଲା କରୁଛି ଯେ ମୋର ସ୍ତ୍ରୀ କି ମୋ ମାମୁଁ ପୁଅ ଧରିକି ପଳେଇଲା। ଆପଣମାନେ ଚିନ୍ତା କରନ୍ତୁ, ସେ ତା ମା ବୟସର, ସେ ତା ପୁଅ ବୟସର। ଏଇଟା ଗୋଟେ ଶୁଖିଲା ପ୍ରହସନ। ଏ ଶଳା ବୁଢ଼ା ହେଉଛି ଗୋଟେ ବିଶ୍ୱ ଟାଉଟର। ଆପଣମାନେ ମତାମତ ରଖିବେ। ଯେଉଁମାନେ ଜାଣିନାହାନ୍ତି ସୋସିଆଲ ମିଡ଼ିଆରେ ଏଇ କେସ୍ଟାକୁ ମିଛୁଟାରେ ହୋ ଘା କରୁଛନ୍ତି ଯେ ଟୋକା ଧରିକି ପଳେଇଲା 53 ବର୍ଷର ବୁଢ଼ୀକି। ଆରେ ଭାଇ, ଯଦି ଜାଣିନ ତାହେଲେ ମିଛ ନ୍ୟୁଜ୍ କରନି। ଯେଉଁଟା ସତ ନ୍ୟୁଜ୍ ସତ ସବୁବେଳେ କର, ଲୋକଙ୍କୁ ଭୁଆ ବୁଲାନି। ଏ ଶଳା ବୁଢ଼ା ଗୋଟେ ଟାଉଟର, ତା କଥାରେ ଜମା ପଡ଼ନି। ଆମ ଏରିଆ ମୁଁ ଜାଣିଛି ହେଲା।